ସକାଳୁ ଉଠି ନେଇଥିଲି ପ୍ରଥମେ ଚୁଟିର ଯତ୍ନ। କାଲି ସଫା କରିଥିବାରୁ ଆଜି କରୁଛି ଚୁଟିରେ ତୈଳ ମରଦନ। ସକାଳ ଜଳଖିଆରେ କେବେ କେବେ ରୁଟି ଆଉ ସୁଜି ଖିଆ ହୁଏ, ନହେଲେ ମୋର ଅଲ୍ ଟାଇମ୍ ଫେଭରେଟ୍ ପଖାଳ ଥାଏ। ଆଜି ପଖାଳ ସାଙ୍ଗରେ କଲରା ଆଳୁ ଭଜା ଥିଲା, ତାକୁ ଖାଇ ଗରମରେ ପେଟ ଆଉ ମୁଣ୍ଡ ପୁରା ଥଣ୍ଡା ପାଇଗଲା। ଆଦି ବାବାଙ୍କର ଫରମାଇଶ ଆଜି ସଜନା ଶାଗ ଭଜା ଖାଇବେ। ସିଏ ବି ପୁଣି ଖାଲି ଜିରା ଛୁଙ୍କ ହବ, ନହେଲେ ପିଆଜ ପଡିଲେ ନ ଖାଇ ଖାଲି ନାକ ଟେକିବେ। ନିଜ ନିଜର କିଛି ପୁଣି ପସନ୍ଦ ବୋଲି ଜିନିଷ ଅଛି। ଆଦି ବାବାଙ୍କୁ ଯଦି ସଜନା ଶାଗର ଭଜା ଭଲ ଲାଗୁଛି, ସବୁଦିନ କରିକି ଦେଲେ ଅସୁବିଧା ତ ନାହିଁ କିଛି। ନିଜ ପସନ୍ଦର ଜିନିଷ ଥିଲେ ଆଦି ବାବା କହିବେ ମମି ମୁଁ ହାତରେ ଖାଇବି। ଖାଇସାରି ଖଟ ଉପରକୁ ଯାଇ କହିବେ ମମି ଜଲ୍ଦି ଆସ, ନିଦ ଲାଗିଲାଣି ଶୋଇବି। 5ଟା ବେଳେ ପାଚିଲା ଆମ୍ବଟେ ଖାଇ ଖାଇ ଛାତ ଉପରକୁ ଆସିଲି। ଛୁଆଙ୍କ ସହିତ ଗପସପ କରୁଥିବାର ସାନ ବୋଉଙ୍କୁ ଦେଖିଲି। ସକାଳର କିଛି ଡାଲି ଭଜା ରୁଟି ବଳି ଯାଇଥିଲା, ତାକୁ ସନ୍ଧ୍ୟା ବେଳେ ବସି ଖିଆ ଯାଇଥିଲା। ଦିନରେ ସନ୍ତୁଳା ବନେଇବା ସହିତ ଆଳୁଟି ଦେଇଥିଲି ପୋଡି। ସମସ୍ତଙ୍କୁ ଖାଇବାକୁ ଦେଇ ସାରିଲା ପରେ ନିଜ ପାଇଁ ଆଣିଥିଲି ବାଢି। ଆଳୁ ପୋଡାର ଚକଟା ଦେଖି ପତିଦେବ ଆଉ ସମ୍ଭାଳି ରହିପାରିଲେ ନାହିଁ, ପୁଣି ଥରେ ବସି ପଡିଥିଲେ ମୋ ଭାଗରେ ଭାଗି ହେବା ପାଇଁ। ଜୟ ଜଗନ୍ନାଥ।